ଯେ ମୋ ଭଲ ପାଇବା କୋଉଠି ଉଣା ରହିଗଲା। ମୁଁ 12 ବର୍ଷ ସଂସାର ହସ ଖୁସିରେ ସଂସାର ମୋର ଚାଲିଥିଲା 12 ବର୍ଷ। ମୋର ଗୋଟେ 7 ବର୍ଷର ପୁଅ, ମୋ 7 ବର୍ଷର ପୁଅକୁ ଛାଡି ମୋ ସ୍ତ୍ରୀ, ମୁଁ ଯାହାକୁ ଜୀବନ ସାରା ତାକୁ ଭଲ ପାଇଥିଲି, ଜୀବନ ସାରା ରଖିବି ବୋଲିକିରି, ସେ ମତେ ଛାଡି ଦେଇ ଗୋଟେ ଅନ୍ୟ ପୁରୁଷ ସାଙ୍ଗରେ ପଳେଇଲା। ଆଉ ମତେ ଯୋଉ ଭଳିଆ କଷ୍ଟ ଲାଗୁଛି ଏଟା ମୁଁ ଜାଣିଛି। ତା ପଛରେ ଆମେ ଯାତ୍ରା ପାଟିରେ କାମ କରୁଛୁ, ଅଧାରୁ ପଳେଇଲେ କୋଉ ଭଳିଆ ପ୍ରେସର ପଡିଯାଏ ମୋ ଉପରେ, ମୁଁ ଆଜି ସେଇଟା ଜାଣିଲି। କେବେ କଷ୍ଟକୁ ଜାଣିନଥିଲି, ଏବେ ବୁଝିପାରୁଛି କଷ୍ଟ କଣ। ଆଉ ସ୍ତ୍ରୀ ପଳେଇଲା ପରେ କଣ କଷ୍ଟ ସେଇଟା ବି ମୁଁ ଜାଣିପାରୁଛି, କିନ୍ତୁ ଭଲ ପାଇବା ଆମର କୋଉଠି ଉଣା ରହିଗଲା ମୁଁ ସେଇଟା ଜାଣିପାରିଲିନି। ଆଚ୍ଛା, ଆପଣ କହୁଛନ୍ତି ଭଲ ପାଇକି ମ୍ୟାରେଜ କରିଥିଲେ, ପାଖାପାଖି 11-12 ବର୍ଷ 8 ହେଲାଣି। ବର୍ଷ 12 ବର୍ଷ ହେଲାଣି ବିବାହ। ଆଚ୍ଛା, ଯୋଉ ପୁଅଟି କହୁଛନ୍ତି ତାଙ୍କୁ ଏବେ ନେଇ ପଳେଇଛନ୍ତି, ଯଦି ବା ପ୍ରେମ କରିକି ଅପହରଣ ଅପହରଣ ତ କହିବାନି, ଆମେ ଭଲ ପାଇକି ନେଇ ଯାଇଛନ୍ତି। ନିଶ୍ଚିନ୍ତ। ଆଚ୍ଛା, ସେ ପୁଅ କୋଉଠିକାର ଏବଂ ଆପଣ ଯାତ୍ରା ପାଟିରେ ନା ବାହାର ଲୋକ ନା କଣ ସେଟା କହିବେ? ନାଇଁ, ସିଏ ଯାତ୍ରା ପାଟିରେ ନୂଆ ଆସିଥିଲା, ବେଶୀ ଦିନ ନୁହଁ, 2 ମାସ ହବ ଆସିଥିଲା ଟ୍ରକ୍ ଚଲେଇବା ପାଇଁ। ଭଲ ପାଇବା ତାଙ୍କର କଣ କେମିତି ହେଲା ମୁଁ ବି ଜାଣିନି। ମୁଁ ସନ୍ଦେହକୁ ମୋ ସ୍ତ୍ରୀ କି କରେନି। ମୋ ସ୍ତ୍ରୀ କି ବହୁତ ଭଲ ପାଏ, ଅନ୍ଧ ପରିକା ଭଲ ପାଏ ମୋ ସ୍ତ୍ରୀ କି, ଅନ୍ଧ ପରିକା। ମୋ ଜୀବନଠୁ ବେଶୀ ମୋ ସ୍ତ୍ରୀ କି ଭଲ ପାଏ, ଅନ୍ଧ ପରିକା। ଯାତ୍ରା ପାଟିରେ ରାମ ରାଗିଣୀ କଲେ ସମସ୍ତେ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି ରାମ ରାଗିଣୀ। ମୁଁ ତ କହିପାରିବିନି ଭଲ ଡ୍ୟାନ୍ସର ବୋଲିକିରି, ସମସ୍ତେ ଜାଣିଛନ୍ତି। ଯେତିକି ଆମେ କର୍ତ୍ତବ୍ୟ ଅନୁଯାୟୀ ଆମେ ନାଚୁଥିଲୁ, ଲୋକ ଦର୍ଶକ ଭଲ ପାଉଥିଲେ। ଅନ୍ଧ ପରିକା ମୋ ସ୍ତ୍ରୀ କି ଭଲ ପାଉଥିଲି, କୋଉଥିରେ ସନ୍ଦେହ କରୁନଥିଲି। ତା ଭିତରେ ଗୋଟିଏ ହାତରେ ତ ତାଳି ବାଜେନି ନା, 2ଟା ହାତରେ ତାଳି ବାଜେ। ମୋ ସ୍ତ୍ରୀର ଭୁଲ ହେଇଛି, ତାର ବି ଭୁଲ ହେଇଛି। ସେ ଗୋଟେ ଛୋଟ ଛୁଆଟା, ସିଏ ଚିନ୍ତା କରିବା ଦରକାର ଯେ ଆର ଗୋଟେ ସଂସାର ଅଛି, ଆର ଗୋଟେ ଛୁଆ ଅଛି, ମୁଁ ୟାକୁ କେମିତି ନେଇକି ପଳେଇବି।